आपण ମାନେ ଆଉ ଥରେ ମତେ ସୁଯୋଗ ଦେଇଥିବା ଏଥିରେ ପ୍ରାତଃ ସମୟରେ ମୁଁ କୃତଜ୍ଞ। ଜିରିମିୟ ଯେମିତି ତାଙ୍କ ବିଳାପ ଗୀତର 3 ପର୍ବ ଆଉ 22-23 ପଦରେ ଲେଖନ୍ତି, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମମାନେ ବିନଷ୍ଟ ହେଇନାଉ, କାରଣ ତାଙ୍କ କରୁଣା ଶେଷ ହୁଏ ନାହିଁ। ସେସବୁ ପ୍ରତି ପ୍ରଭାତରେ ନୂତନ ହେଇଥାଏ ଆଉ ତାଙ୍କର ବିଶ୍ୱସ୍ତତା ମଧ୍ୟ ସେଇ ପ୍ରକାର ମହତ ଅଟେ। ଗୀତ ରଚକ ତାର 90-14 ଲେଖନ୍ତି, ପ୍ରଭାତରେ ଆମମାନଙ୍କୁ ତୁମ ଦୟାରେ ତୃପ୍ତ କରିଦିଅ, ତହରେ ଆମମାନେ ଯାବଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। ସେ ପ୍ରକାର ଗୀତ 5-3 ଲେଖାଯାଏ, ହେ ସଦାପ୍ରଭୁ, ତେବେ ପ୍ରାତଃ କାଳରେ ମୋ ରୋବ ଶୁଣିବ, ମୁଁ ପ୍ରାତଃ କାଳରେ ତୁମ ନିକଟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି। এই ପଦ ଗୁଡ଼ିକ ଦ୍ୱାରା ଆପଣ ମଧ୍ୟ ଆମମାନଙ୍କୁ ଉତ୍ସାହିତ କରିଥିବାରୁ ଏହି ପ୍ରାତଃ ସମୟରେ ପ୍ରଭୁଙ୍କ ନିକଟକୁ କଢାଇ ଆଣିବା ପାଇଁ ଯୋଉ ପ୍ରୟାସ ଜାରି ରଖିଛନ୍ତି, ସେ ସବୁ ପାଇଁ ମୁଁ ଆପଣଙ୍କୁ ଆପଣଙ୍କ ଦଳକୁ ମଧ୍ୟ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ଏବଂ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ପ୍ରଭୁ ଏଇଭଳି ପ୍ରୟାସ ବା ଏଇଭଳି ଉଦ୍ୟମ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଆଉ ସମସ୍ତଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ, କାରଣ ଆମମାନଙ୍କ ସୃଷ୍ଟିର ପରମେଶ୍ୱର, ଆମମାନଙ୍କ ସ୍ରଷ୍ଟା, ତାଙ୍କର ଯୋଉ ମହତ୍ ଉଦ୍ଦେଶ୍ୟ ଅଛି ଆମମାନଙ୍କ ଜୀବନ ପାଇଁ, ତାଙ୍କର ଯୋଉ ଯୋଜନା ଅଛି ଆମମାନଙ୍କର ଜୀବନ ପାଇଁ, ତାଙ୍କର ଯୋଉ ସଂକଳ୍ପ ଅଛି ଆମମାନଙ୍କର ଜୀବନ ପାଇଁ, କେବେ କେବେ ଆମେ ସେଇ ସଂକଳ୍ପ ଗୁଡ଼ିକୁ ବୁଝିପାରିନଥାଉ। କଠିନ ପରିସ୍ଥିତି ଭିତର ଗୁଡାକ ଦେଇ ଯେତେବେଳେ ଆମେ ଯାତ୍ରା କରିଥାଉ, ସେତେବେଳେ ସୁଦ୍ଧା ଯେ ସେ ଆମମାନଙ୍କ ସହିତରେ ଥାନ୍ତି, ସେତେବେଳେ ସୁଦ୍ଧା ଯେ ତାଙ୍କର କରୁଣା ଶେଷ ହେଇନଥାଏ, ସେତେବେଳେ ସୁଦ୍ଧା ଯେ ସେ ତାଙ୍କର ଦୟାକୁ ଆମମାନଙ୍କ ନିକଟରେ ଆମମାନଙ୍କ ନିମନ୍ତେ ରଖିଥାନ୍ତି ନୂଆ ଭାବରେ, ସେଟା ଆମେ ବୁଝିପାରିନଥାଉ। ଇସ୍ରାଏଲୀୟ ସନ୍ତାନ ମାନେ ଯେତେବେଳେ ମିଶ୍ର ଦେଶରୁ ବାହାରି ଆସୁଛନ୍ତି ଆଉ ସେମାନେ ପ୍ରାନ୍ତର ଭିତରେ ଦେଇକି ଯାତ୍ରା କରୁଛନ୍ତି, ପ୍ରଭୁଙ୍କର ଯୋଜନା ଥିଲା ଏ ମିଶ୍ର ଭିତରୁ ତାଙ୍କୁ କାଢି ନେବେ, ଏ ଲୌହ ଅଗ୍ନିକୁଣ୍ଡ ସ୍ୱରୂପ ମିଶ୍ର ଭିତରୁ, ଏ ଦାସତ୍ୱର ବନ୍ଧନ ଭିତରୁ ତାଙ୍କୁ ମୁକ୍ତ କରିଦେବେ, ଗୋଟେ ସ୍ୱତନ୍ତ୍ର ସ୍ଥାନକୁ ନେଇକି ଯିବେ, ପୂର୍ବରୁ ପ୍ରସ୍ତୁତ ହେଇଥିବା ସ୍ଥାନକୁ। ସେ ଇଚ୍ଛା କରୁଥିଲେ ଦୁଗ୍ଧ ମଧୁପ୍ରବାହୀ ଦେଶକୁ ସେମାନଙ୍କୁ ନେଇକି ଯିବେ। ସେଇ ଯୋଜନାଟା, ସେଇ ସଂକଳ୍ପଟା ତାଙ୍କର ଥିଲା। ଆଉ ସେଥିପାଇଁ ମୂଷାଙ୍କ ଦ୍ୱାରା ଯେତେବେଳେ ସେ ଇସ୍ରାଏଲୀୟ ସନ୍ତାନ ମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣୁଛନ୍ତି ଆଉ ବର୍ତ୍ତମାନ ସେମାନେ ସମସ୍ତେ ଗୋଟିଏ ପ୍ରାନ୍ତର ନିକଟରେ ଉପସ୍ଥିତ ଅଛନ୍ତି, ମୁଖ୍ୟତଃ ଯେତେବେଳେ ସେମାନେ ଏଲିମ୍ ଠାରୁ ଯାତ୍ରା ଆରମ୍ଭ କରୁଛନ୍ତି, ମିଶ୍ର ଦେଶ ଛାଡିଲା ପରେ ସେମାନେ ସିନ୍ ପ୍ରାନ୍ତରରେ ଅଛନ୍ତି ଆଉ ସେଇଠି ସେମାନେ ମୂଷା ଏବଂ ହାରୁଣଙ୍କ ବିରୁଦ୍ଧରେ ବଚସା କରିବା ଆରମ୍ଭ କରିଦଉଛନ୍ତି। ତା ପୂର୍ବରୁ ଯଦି ଯାତ୍ରା ପୁସ୍ତକ 14 ପର୍ବ ଦେଖିବୁ ମଧ୍ୟ ସେଠି ମଧ୍ୟ ସେମାନେ କଣ କରିଛନ୍ତି ନା ବଚସା କରିବା ଆରମ୍ଭ କରିଛନ୍ତି। ସେମାନେ ପାଖରୁ ଯେତେବେଳେ ଯୁଦ୍ଧକୁ ଦେଖୁଛନ୍ତି, ପାଖରୁ ଯେତେବେଳେ ଶତ୍ରୁ ମାନଙ୍କୁ ଦେଖୁଛନ୍ତି, ସେମାନେ ଭୟଭୀତ ହେଇଯାଉଛନ୍ତି, ସେମାନେ ଚିନ୍ତିତ ହେଇଯାଉଛନ୍ତି, ସେମାନେ ମନରେ ଏଇ ପ୍ରକାର କଥା ଆଣୁଛନ୍ତି। ସେମାନେ ମୂଷାଙ୍କୁ ସ୍ପଷ୍ଟ ଭାବରେ କହୁଛନ୍ତି 11 ପଦରେ ଯେ ମିଶ୍ରରେ କବର ନଥିଲା ବୋଲିକି ପ୍ରାନ୍ତରରେ ତୁମେ ଆମମାନଙ୍କୁ ମାରିବାକୁ ଆଣିଲ, ଆମମାନଙ୍କ ସଙ୍ଗରେ ଏ ରୂପ ବ୍ୟବହାର କର୍ମ, ଆମମାନଙ୍କୁ ମିଶ୍ରରୁ କାହିଁକି ତୁମେ ବାହାର କରି ଆଣିଲ, ଆମମାନଙ୍କୁ ରହିବାକୁ ଦିଅ, ଆମମାନେ ମିଶ୍ର ମାନଙ୍କର ଦାସ୍ୟ କର୍ମ କରିବା, କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିଶ୍ର ମାନଙ୍କ ସେବା କରିବା ଆମମାନଙ୍କର ମଙ୍ଗଳ। ଆମମାନେ ମିଶ୍ରରେ ତୁମକୁ ଏଇ କଥା କହିନଥିଲୁ। ଯେତେବେଳେ ସାମ୍ନାରେ ସେମାନେ ସମୁଦ୍ରକୁ ଦେଖୁଛନ୍ତି ଆଉ ପଛରେ ସେମାନେ ସେନାବାହିନୀକୁ ଦେଖୁଛନ୍ତି, ରଥ ଗୁଡାକୁ ଦେଖୁଛନ୍ତି, ସେମାନେ ଅଶ୍ଵ ଗୁଡାକୁ ଦେଖୁଛନ୍ତି, ସେମାନେ ଅତି ନିକଟରୁ ଯୁଦ୍ଧକୁ ଦେଖୁଛନ୍ତି ଯେ ମିଶ୍ରୀୟ ମାନେ ହାରୁ ତାଙ୍କର ପଛରେ ଅଛନ୍ତି। ନିଶ୍ଚିତ ଭାବରେ ସେମାନେ ଗୋଟେ ମୃତ୍ୟୁର ପଥ ଭିତରେ ଦେଇକି ଯାଉଛନ୍ତି, ତ ସେମାନେ ନିରାଶ ହେଇଯାଉଛନ୍ତି, ଭୟଭୀତ ହେଇଯାଉଛନ୍ତି। ସେମାନେ ମୂଷାଙ୍କ ନିକଟରେ ଡାକ ଛାଡୁଛନ୍ତି, ମୂଷାଙ୍କ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। ସେମାନେ କହୁଛନ୍ତି ଯେ କାହିଁକି, କୋଉଥିପାଇଁ ତମେ ଆମମାନଙ୍କୁ ଏଇ ପ୍ରାନ୍ତର ଆଡକୁ କଢାଇ ଆଣିଲ, କଣ ସେଇଠି କବର ନଥିଲା ଆମମାନଙ୍କ ପାଇଁ, ନା ସେଇଠି ଆମେ ତମକୁ ଆସିବା ଆଗରୁ କହୁନଥିଲୁ ଯେ ଆମେ ଏଇ ମିଶ୍ର ମାନଙ୍କର ଦାସ ହେଇକି ରହିବୁ ବୋଲି। ଅନେକ ସମୟରେ ଆମମାନେ ଯେତେବେଳେ ପ୍ରଭୁଙ୍କର ଇଚ୍ଛା ଥାଏ ମୁକ୍ତ ଜୀବନ ଯାପନ କରିବା ପାଇଁ, ସ୍ୱତନ୍ତ୍ର ଜୀବନ ଯାପନ କରିବା ପାଇଁ, ସ୍ୱାଧୀନତାର ଜୀବନ ଯାପନ କରିବା ପାଇଁ, ସ୍ୱାଧୀନତାର ଆନନ୍ଦକୁ ଅନୁଭବ କରିବା ପାଇଁ, ଆମର ସେତେବେଳେ ପାପ ଗୁଡିକ ମନେ ପଡିଥାଏ। ଆମେ ସେତେବେଳେ ମନରେ ଭାବିଥାଉ ଯେତେବେଳେ ସେଇ ସମୟରେ ଥିଲୁ ବହୁତ ଭଲ ଥିଲା, ସେ ସମୟଟା ବହୁତ ଭଲ ଥିଲା, ହୁଏତ ଆମେ ଦାସତ୍ୱରେ ଥିଲୁ କିନ୍ତୁ ଆମମାନେ ମରିନଥାନ୍ତୁ। ଯେହେତୁ ସେମାନେ ଭୟ କରୁଛନ୍ତି ସେମାନଙ୍କ ଶତ୍ରୁକୁ ଦେଖି, ଆଉ ମୂଷା ସେଇ ସମୟରେ ତାଙ୍କୁ ଏଇ କଥା କହିଥିଲେ, ପରମେଶ୍ୱରଙ୍କ ନିକଟରେ ଡାକ ଛାଡୁଥିଲେ। ଆଉ ମୂଷା ଲୋକମାନଙ୍କୁ ଗୋଟିଏ କଥା କହିଲେ 13 ପଦରେ, 14 ପର୍ବ 13 ପଦରେ, ତୁମେ ମାନେ ଭୟ କର ନାହିଁ, ସୁସ୍ଥିର ହୁଅ, ସଦାପ୍ରଭୁ ଆଜି କି ପ୍ରକାର ତୁମମାନଙ୍କୁ ଉଦ୍ଧାର କରିବେ ତାହା ଦେଖ। ତୁମାନେ ଆଜି ଯେପରି ମିଶ୍ର ମାନଙ୍କୁ ଦେଖୁଅଛ ସେପରି ଅନନ୍ତ କାଳ ଯାଉ ଆଉ କେବେ ଦେଖିବ ନାହିଁ।
आज मिश्र मान को आम देखुचु, मिश्र मान को देखिए मैंने भयभीत हो जाऊँ, मिश्र मान को देखिए मैंने अस्थिर हो जाऊँ। आम भावुँ बोध हुए आउ कहीं नहांती आम को उद्धार करने, किंतु मूसा से समय से यही कथा कहले, तुम्हें भय कर नहीं, सुस्थिर हुआ, स्थिर हो जाओ, नीरव हो जाओ, देख परमेश्वर केमती तुमको उद्धार कर आमर परमेश्वर। से समय सुधा जिरिमिया सेमती डाक छाड़ुले विलाप गीत से जानी ये कठिन परिस्थिति भितर, ये दुखर परिस्थिति भितर, ये समस्या गुड़ाक भितर मु जानी मोर परमेश्वर महान, मोर परमेश्वर दया, मोर परमेश्वर करुणा केबे सरिबो नाही। एपरिक कठिन परिस्थिति दे गले मध्य आउट मूसा विषय आम से प्रकार कथा देखु। मूसा से दृढ़तार सहित कहते ए युद्ध तुमर नुह, तुम्हें देख केमी परमेश्वर कौन करेंगे ना तुमको से हस्तर उद्धार करेंगे, आउ ए शत्रु मान को तुम्हें आउ अनंत काल पर्यंत देखिबो ना। सत को सत से आ प्रभु अनंत काल पर्यंत से मिश्र मान को उद्धार कले, परमेश्वर से युद्ध कले, से नीरव हो गले। आज आमे जेते बेले मिश्र छाड़ी दुग्ध मधु प्रवाही देश आड़ को आसुचु, अनेक समय आम जीवन में आम शत्रु मैंने आम को गोड़ाऊं। प्रभु को अनुकरण करुवा लोक मैंने, प्रभु को पचर चलुवा लोक मैंने, प्रभु को विश्वास करुवा लोक मैंने, प्रभु को विश्वास रे ग्रहण करुवा लोक मान पछरे शत्रु मैंने गोड़ाई था। आगरे विभिन्न प्रकार प्रतिबंधक गुड़ाक जीवन में थाए, किंतु पछरे से शत्रु मैंने था। आमती समय से डाक छाड़ती, सेमती समय से कहते पालक को, से कहते प्रचार को, से कहते लोक मान कहीं आम को तुम्हें आणिल। पूर्वर आम बहुत भल थिलु, लोक माने पाप भितर रही इच्छा करती, जदिओ परमेश्वर इच्छा करती से पाप को परित्याग करी बाहरी आस बोली। ईश्वर रूपक जगत भितर तुमको बाहरी आसवा हेब, परमेश्वर आज्ञा अनुसार चलने को। परमेश्वर प्रतिज्ञा करुँच दुग्ध मधु प्रवाहित देश देवे। परमेश्वर इच्छा कर स्वर्गीय स्थान को तुमको कढ़ाई ने, किंतु मझीरे प्रांतर, मझीरे बाधा, मझीरे विभिन्न भयानक परिस्थिति गुड़ाक देकी सम्मुखीन हवा पड़ुचे। आउ से समय सुधा जे परमेश्वर आम सहित अच्छा, परमेश्वर आम को उद्धार करें, यह आम को जानवा हेब। प्रथम कथा शत्रु मैंने अच्छा, द्वितीय से देखुं 16 पर्व से देखुं से खाद्य ना। 6 लक्ष केवल लेखा जाऊँच पुरुष थिले, जो बाहर के आसिले 6 लक्ष केवल पुरुष थिले, पादगति से जो चलिक आसते पिला के स्त्री मान के संख्या के अधिक, से समस्ते बचसा कर मूसा विरुद्ध हरण को विरुद्ध बचसा कर। 16 पर्व आम देखुचु जे से सेन प्रांत आसी बचसा कर पदरे हाय हाय आम जिते मांस हाँडी पाखे बसी तृप्ति पर्यंत अन्न भोजन करूलु, से आम विश्व देश सदाप्रभु हस्त मरी था। तुमने यही समस्त मंडली की क्षुधारे मारे आम को बाहर कर प्रांतर को आणिल। आमने मिश्र रे थिलु भल थिला, मिश्र रे थिलु भल खाउथुलु, मिश्र रे थिलु तृप्ति थिला आम भितरे, किंतु तुमे आमको एमती गोटे स्थान को आणिल, ए प्रांतर रे आणिल, एठी क्षुधारे मारी देबा पय आणिल आम। अनेक समय आम जीवन में सेमती प्रांतर आसी थाए, आने प्रांतर दे जाई थाउ। प्रत्येक जीवन में सेमती गोटे परिस्थिति आसी थाए। परमेश्वर की इच्छा से परिस्थिति को, परमेश्वर की इच्छा से प्रांतर को आमको अतिक्रम करने को हेब। द्वितीय विषय आम को परमेश्वर जे प्रांतर परमेश्वर से आमको जानवा को हेब। आम केवल स्वच्छल समय आम भावुजे हुए तो सब ठीक ठाक चली, आउ जिते आम कौन असुविधार सम्मुखीन देकी जाऊ, आम जिते विभिन्न परिस्थिति गुड़ाक भितर दे जाऊ, से आम भावु बोधे परमेश्वर मत छाड़ी देते, बोधे परमेश्वर हस्त ये किसी ना। आने बर्तमान इस्राएल मैंने से कथा भावुं, से भावुं मिश्र देश भल थिला, मिश्र खाद्य भल थिला। तार अर्थ हूँ जदिओ से इच्छा कर परित्राण पाइबापी, कि चाहूना पाप को परित्याग करने। आमे अधिकांश समय मनुष्य मान कौन करूँ, आमे चाहूँ प्रभु मो परित्राण पाइबा चाहूँगी, आ प्रभु जिते कहते ठीक अच्छे तू पाप को छाड़ी देके आसे, किंतु से मत पाप एते भल लगे जे मो पाप को छाड़वा इच्छा करे ना। मोर
मते बहुत भल लगे बहुत मन पकाए मु से पाप गुड़ा को तो से इस्राएली लोक मैंने जदिओ मिश्र छाड़ी से आसुंच किंतु तथापि प्रत्येक मुहूर्त रे मिश्र तांकर मन रे आसुची मिश्र तांको स्मृति पथरे अछि मिश्र खाद्य मिश्र पानीय मिश्र लोक मैंने तांको स्मरण रखुछन्ते सेतपय से माने मूसा और हारून को प्रति मुहूर्त रे समान कोन करछन ना तांको बचसा करछन्ते तांको कहउछन्ते काहे के प्रांतर को तुम आनिलो काहे के प्रांतर भीतर दे के आणुछ जोठी हमें खाइबा पई पारुना जोठी आमान को माने आमान को क्षुधा मेंटू नाय कि आमान को खाइबा पई देबो आमे तो सेठी मांस हांडी पाखरे बसी खाउतलु आ आमे परितृप्त हेउतलु मूसा बिचरा कौन करेंगे एत लोक किए खावाई दे पार से मूसा जिते परमेश्वर निकट में कौन कर प्रार्थना कर परमेश्वर से मूसा को कहते मूसा ये लोक मान जो बचसाटा तुम विरोध में आम शुणीचु एटा मन रख जे से माने जहाँ तुम विरोध में बचसा करें शुणी ना नुह आम शुणुचु आम जानूचु से बचसा करुँच से लोक मान कह आम से खावाई देवा आम केमती खावाई देवा चारिपदर से कहते देख आमे तुम मान निमंते आकाश रु खाद्य द्रव्य वृष्टि करवा कहीं बाहर आणिकी देवे ना आकाश रु खाद्य द्रव्य वृष्टि हेब आउ से माने बाहर को जाई प्रतिदिन दिनर निरूपित परिमाण अनुसार खाद्य संग्रह करेंगे प्रतिदिन तार अर्थ हूँ प्रतिपात तांको दया चिर नूतन प्रत्येक समय प्रत्येक सकाल नुआ भाव परमेश्वर दया आम निकट उपस्थित होता है आम देखुଛୁ प्रतिदिन दिनर निरूपित परिमाण अनुसार खाद्य संग्रह करेंगे से माने आउ कौन कहले तहिरे से माने आमर व्यवस्था अनुसार चलिबे कि नहीं आमे से मानकर परीक्षा नवा एबे से माने जो युक्ति करूछंती तुम पाखक आसी तुम सहित जो बचसा करूछंती जे मिश्र देश भल थिला मिश्र खाद्य भल थिला भल से जगह थिला आमे सेठी रहितांतु काहे के एठी आनिलो एठी मारिबा पई आनिलो बोली सेमान को एबे को ठीक अछि आमे एठी सेमान को खाइबा पई देबा एई प्रांतर रे सेमान को जगेबा बाहर को कोड जिबा दरकार नै आकाश रु से खाद्य देव वृष्टि हेबो आउ सेमानकर जेतकी परिमाण दरकार जेतकी सेमानक परिवार पई यथेष्ट जेतकी तांको जीवन पई यथेष्ट सेतकी प्रतिदिन सेमान संग्रह करिवे आ प्रतिदिन सेमान भोजन करिवे किंतु आमे ए विषय रे तांकर परीक्षा नबा जे सेमाने खाइला परे भी आम व्यवस्था अनुसार चालुछंती ना नाय अनेक समय आमे सेटा भूली जाऊ जो परमेश्वर आमान को जोगानकारी परमेश्वर जो परमेश्वर आमान को दुर्दिन आमान को साथी होइछंती जो परमेश्वर आमान को गंतव्य पत्र आमान को सहायक होइछंती जो परमेश्वर आमान को कडाई आनुछंती से परमेश्वर सब देला पर भी इच्छा करंती जे तांको वाक्य अनुसार मु चालुछ ना तांको व्यवस्था मानुछ ना इस्राएली लोक माने ए कथा को भूली गले से माने कोन कले से माने मनरे भाबिले जो परमेश्वर आज देइछंती फिर तो काली कि से देबे नै से आमे कौन करवा काली पे आज ही संग्रह कर रखिदेवा अनेक अबाध्य हेले आउ से माने कौन कले परमेश्वर जो कथा कही जे षष्ठ दिन रे से माने जहाँ आनिबे तार रांधिले दिन को दिन तार संग्रह करें तार 2 गुण हेबो किंतु इस्राएल संतान मान को से माने कौन करथिले ना एई कथा कहिथिले जे प्रतिदिन निरूपित द्रव्य बा निरूपित परिमाण खाद्य को से माने कौन करिवे ना संग्रह करिवे आम देखुचु एठी लेखा होची संध्या काल रे भोजन निमंते से मांस देले से मान को आ प्रातः काल रे तृप्ति पर्यंत अन्न देवे प्रभु कहते संध्या समय मांस आ प्रातः समय से अन्न देवे तो लोक मान को प्रभु प्रचुर देले माने जेते जे खाई परिबो जेते भोजन करिवो जदि आमाने गीत संहिता तार 78 पर्व आउ 23-24 पद पढ़ू सेठी लेखा जाउची जे भोजनार्थे से को स्वर्गर शस्य देले से माना देले से पराक्रमी मानकर आहार देले आपण चिंता करंतु जे जो इस्राएलीय संतान माने बचसा करुथिले आसिके एठी जे मांस हांडी पाखरे बसी मांस खाउथलु एठी लेखा जाउची सेमानकु परमेश्वर बचसाकारी मानकु मध्य
ଭୋଜନାର୍ଥେ ସ୍ୱର୍ଗର ଶସ୍ୟ ଦେଲେ, ସେମାନଙ୍କୁ ମାନା ଦେଲେ, ସେମାନଙ୍କୁ ପରାକ୍ରମୀ ମାନଙ୍କର ଆହାର ଦେଲେ। ଗୀତ 105 ପଦରେ କୁହାଯାଉଛି ଯେ ସ୍ୱର୍ଗୀୟ ଭକ୍ଷ୍ୟରେ ସେମାନଙ୍କୁ ସେ ତୃପ୍ତ କଲେ। ଆଉ ଯେ ଦ୍ୱିତୀୟ ବିବରଣ ତାର 8-2 ପଦ ଆମେ ଦେଖୁ ଯେ ପରମେଶ୍ୱର ଇଚ୍ଛା କରୁଥିଲେ ଜାଣିବା ପାଇଁ ଯେ ଏମାନେ ସତରେ ମୋ ଆଜ୍ଞା ପାଳନ କରୁଛନ୍ତି ନା ନାହିଁ, ଆଉ ସେମାନଙ୍କୁ ପରୀକ୍ଷା କରିବା ପାଇଁ, ଆଉ ସେମାନଙ୍କର ମାନସ ଜାଣିବା ପାଇଁ ଏଇ 40 ବର୍ଷ ସେ କଣ କରୁଛନ୍ତି, ତାଙ୍କୁ ପ୍ରାନ୍ତର ଭିତରେ ଦେଇକି କଢେଇ ନେଉଛନ୍ତି। କିନ୍ତୁ ଏଇ ଲୋକମାନେ ଯେତେବେଳେ ଭୋଜନ କରୁଛନ୍ତି ଆଉ ମନରେ ଭାବୁଛନ୍ତି ହୁଏତ ପରମେଶ୍ୱର ଆଜି କରିଛନ୍ତି କାଲିକି କରିବେ ନାହିଁ, ଆଜି ବୃଷ୍ଟି କରିଛନ୍ତି କାଲି ବୃଷ୍ଟି ହେବ ନାହିଁ, ସେଥିପାଇଁ ସେମାନେ ନିଜେ ନିଜେ ଆଣି ଆସନ୍ତା କାଲି ପାଇଁ ଚିନ୍ତା କଲେ। ଆଉ ଖାଦ୍ୟକୁ ଯେତେବେଳେ ଆଣି ଘରେ ରଖିଲେ, ଦେଖିଲା ବେଳକୁ ସେ ଖାଦ୍ୟ କଣ ହେଲା ନା ସେ ଖାଦ୍ୟ ଦୁର୍ଗନ୍ଧ ହେଇଗଲା, ସେ ଖାଦ୍ୟ ପଚିଗଲା। ଅନେକ ସମୟରେ ଆମେମାନେ ମଧ୍ୟ ସେମିତି ମନରେ ଭାବିଥାଉ ଯେ ହୁଏତ ପରମେଶ୍ୱର ଆଜି ଦେଇଛନ୍ତି କାଲିକି ଦେବେ ନାହିଁ, ଆଉ ଅବିଶ୍ୱାସ ବୋଧ ଆସେ ପରମେଶ୍ୱରଙ୍କ ପ୍ରତି, ସନ୍ଦେହ ମନୋଭାବ ଆସେ ପରମେଶ୍ୱରଙ୍କ ପ୍ରତି। କିନ୍ତୁ ପ୍ରତିଦିନ ଆମେ ପ୍ରାର୍ଥନା କରିଥାଉ, ପ୍ରଭୁ ଶିଖାଇଥିବା ପ୍ରାର୍ଥନା, ଆଉ ସେଇଥିରେ ଆମେ କହିଥାଉ ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ମତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ହୁଏ ଯେ ଆଜି ମତେ ପ୍ରୟୋଜନୀୟ ଆହାର ଦିଅ, କିନ୍ତୁ ମୁଁ କାଲି ପାଇଁ ଚିନ୍ତା କରେ, ଯେତେବେଳେ ପ୍ରଭୁ କହୁଛନ୍ତି ଆଜିର ଚିନ୍ତା ଆଜି ପାଇଁ ଯଥେଷ୍ଟ। ଆଜିର ଚିନ୍ତା ମୋ ପାଇଁ ଯଥେଷ୍ଟ, କିନ୍ତୁ ମୁଁ କାଲି ପାଇଁ ଚିନ୍ତା କରୁଛି। ମୁଁ ପ୍ରାର୍ଥନା କରୁଛି ପ୍ରଭୁ ମତେ ପ୍ରୟୋଜନୀୟ ଆହାର ଦିଅ। ଯଦି ଲୋକରଚିତ ସୁଷମାଚାରକୁ ଯିବି 11-3 ପଦରେ ମଧ୍ୟ କୁହାଯାଉଛି ଯେ ସେ ପ୍ରାର୍ଥନା କରୁଛନ୍ତି ପ୍ରତିଦିନ ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ପ୍ରତିଦିନ ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ମତେ ପ୍ରତିଦିନ ପାଇଁ ଆଜି ସଂଗ୍ରହ କରିବାକୁ ହେବ ନାହିଁ, ପ୍ରତିଦିନ ମୁଁ ପ୍ରତିଦିନ ଆହାର ସଂଗ୍ରହ କରେ କି? ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଖାଲି ଖାଦ୍ୟ ପାଇଁ ସେମାନେ ପରମେଶ୍ୱରଙ୍କ ନିକଟରେ, ପରମେଶ୍ୱରଙ୍କ ଲୋକଙ୍କ ନିକଟରେ ବଚସା କଲେ ନାହିଁ। ସେମାନେ ଯଦି 17 ଅଧ୍ୟାୟକୁ ଆସିବା, ସେମାନେ ପାନୀୟ ପାଇବା ପିଇବା ପାଇଁ ମଧ୍ୟ ତାଙ୍କ ବିରୋଧରେ ବଚସା କଲେ। ଆମେ ଦେଖୁଛୁ ଯେ ଏଇ 16 ପର୍ବରେ ସେମାନେ ବଚସା କରୁଥିବା ସମୟରେ 26 ପଦ ଯେତିକି ଲେଖା ହେଇଛି, ତୁମେ ମାନେ 6 ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମ ବାର ଅଟେ, ତହିଁରେ କିଛି ମିଳିବ ନାହିଁ। ପ୍ରଭୁ ପ୍ରତିଜ୍ଞା କରି କହିଦେଇଛନ୍ତି ଯେ ତମକୁ ସବୁ ଦେବି, ଖାଇବା ଦେବି, ପିଇବା ଦେବି, ସବୁ ଦେବି, କିନ୍ତୁ ତମେ ମୋ ବ୍ୟବସ୍ଥା ମାନୁଛ ନା ନାହିଁ ସେଟା ମଧ୍ୟ ମୁଁ ପରୀକ୍ଷା କରିବି, ତମେ ମୋ କଥା ଅନୁସାରେ ଚଳୁଛ ନା ନାହିଁ ସେଟା ମଧ୍ୟ ମୁଁ ଦେଖିବି। ସେଥିପାଇଁ ସେ କଣ କହିଲେ, ସେ କହିଲେ ଯେ ତମେ ସପ୍ତାହଟା 7 ଦିନ, 7 ଦିନରୁ 6 ଦିନ ଯାକ ସଂଗ୍ରହ କର, କିନ୍ତୁ ସପ୍ତମ ଦିନ ସଂଗ୍ରହ କରିବା ପାଇଁ ଚେଷ୍ଟା କରିବ ନାହିଁ, କାରଣ ସପ୍ତମ ଦିନ କଣ ହେବ ନାହିଁ, ସପ୍ତମ ଦିନ ତମକୁ କିଛି ମିଳିବ ନାହିଁ। ତଥାପି ସପ୍ତମ ଦିନରେ ହିଁ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ। ଚିନ୍ତା କରନ୍ତୁ ଯେ 6 ଦିନ ଯାକ ବାହାରକୁ ଯାଇ ଖାଦ୍ୟ ସଂଗ୍ରହ କରୁଥିବା ଲୋକମାନେ ସପ୍ତମ ଦିନ ସୁଦ୍ଧା ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ ନ କରି, ଭରସା ନ କରି, ନିଜ ନିଜ ନିମନ୍ତେ ଚିନ୍ତା କରିବା ପାଇଁ ଚେଷ୍ଟା କରିକିନା ଗଲେ ବାହାରକୁ, ଆଉ ସେମାନେ ବିଫଳ ହେଇକି ଫେରିଲେ, ନିରାଶ ହେଇକି ଫେରିଲେ, କିଛି ପଡିନଥିଲା। ତହିଁରେ ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମାନେ ଆମର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ? ଏ ଲୋକମାନଙ୍କୁ ମୁଁ କହିଲି ଯେ 6 ଦିନ ଯାକ ତୁମ ପାଇଁ ଖାଦ୍ୟ ବୃଷ୍ଟି ହେବ ଆକାଶରୁ, ତୁମେ ସମସ୍ତେ ଭୋଜନ କରିବ, ତୃପ୍ତ ହବ, ସପ୍ତମ ଦିନ ତୁମେ ଯିବ ନାହିଁ, ସପ୍ତମ ଦିନ ମୋର ଦିନ, ସପ୍ତମ ଦିନ ବିଶ୍ରାମ ଦିନ, ସେ ସମୟ ମତେ ଦେବ। ଲୋକମାନେ ଅଧିକାଂଶ ସମୟରେ ରବିବାର ଦିନ, ଯୋଉଦିନ ଉପାସନା କରିବାର ସମୟ, ଯୋଉଦିନ ମଣ୍ଡଳୀକୁ ଆସିବାର ସମୟ, ସହଭାଗିତାରେ ସମୟ କାଟିବା ସମୟ, ସେଦିନ ସୁଦ୍ଧା ସେମାନେ କଣ କରନ୍ତି, ବାହାରକୁ ଯାଆନ୍ତି ନିଜ ନିମନ୍ତେ। ମନା ନାହିଁ, କିନ୍ତୁ କଥା ହଉଛି କଣ, ପରମେଶ୍ୱରଙ୍କ ପାଇଁ ଆମେ କେତେ ସମୟ ଦବା? ଯୋଉ ପରମେଶ୍ୱର ଏତେ ବିଶ୍ୱସ୍ତ ଯେ ମୁଁ ପରିଶ୍ରମ ନ କଲେ ସୁଦ୍ଧା ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରୁଛନ୍ତି ମୋ ପାଇଁ, ଆଉ ମତେ ପ୍ରତିଜ୍ଞା କରୁଛନ୍ତି, ସେ ନିରାଶ କରୁନାହାନ୍ତି। ମୁଁ ଏମିତି ପରମେଶ୍ୱର କେବେ ଦେଖି ନାହିଁ, ଯୋଉ ପରମେଶ୍ୱର ମାନେ ଏଇ କଥା କହୁଛନ୍ତି। କଣ କହୁଛନ୍ତି? 29 ପଦରେ ଦେଖ, ସଦାପ୍ରଭୁ ତୁମାନଙ୍କୁ ବିଶ୍ରାମ ଦିନ ଦେବା ହେତୁରୁ ଷଷ୍ଠ ଦିନରେ 2 ଦିନର ଖାଦ୍ୟ ଦିଅନ୍ତି।
ଆପଣ ଜାଣିଛନ୍ତି ଯଦି ଆପଣ ସପ୍ତମ ଦିନକୁ परमेश्वर ପାଇଁ ଦେବା ପାଇଁ ଇଚ୍ଛା କରୁଛନ୍ତି, परमेश्वरଙ୍କ ନିକଟକୁ ଆସିବା ପାଇଁ ଇଚ୍ଛା କରୁଛନ୍ତି, ବାକ୍ୟ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି, ସଭା ଭିତରେ ଜୀବନ କାଟିବା ପାଇଁ ଇଚ୍ଛା କରୁଛନ୍ତି, ସାକ୍ଷ୍ୟ ହେବା ବା ସାକ୍ଷ୍ୟ ଦେବାରେ ସମୟ କାଟିବା ପାଇଁ ଇଚ୍ଛା କରୁଛନ୍ତି, ତାହେଲେ ମନେ ରଖନ୍ତୁ ଆପଣ ପାଇଁ परमेश्वर ଚିନ୍ତା କରନ୍ତି। ଏଇ ସପ୍ତମ ଦିନ परमेश्वरଙ୍କ ନିମନ୍ତେ ଆପଣ ଦେବାକୁ ଯାଉଥିବା ହେତୁ ସେ ଷଷ୍ଠ ଦିନରେ ଆପଣଙ୍କୁ 2 ଗୁଣର ଖାଦ୍ୟ ଦେବା ପାଇଁ ଚାହିଁଛନ୍ତି। 2 ଦିନର ଖାଦ୍ୟ ଦିଅନ୍ତି। ସେଟା ସେ ଇସ୍ରାଏଲ ସନ୍ତାନମାନଙ୍କୁ କହିଥିଲେ ଯେ ଷଷ୍ଠ ଦିନରେ ଆମେ ତୁମକୁ 2 ଦିନର ଖାଦ୍ୟ ଦେବୁ, ସପ୍ତମ ଦିନ ତୁମେ ପରିଶ୍ରମ କରିବ ନାହିଁ କି ସପ୍ତମ ଦିନ ତୁମେ ଯିବ ନାହିଁ ବାହାରକୁ। କିନ୍ତୁ ତଥାପି ସେମାନେ ଅବାଧ୍ୟ ହେଲେ। ପ୍ରତ୍ୟେକ ଦିନ ସେମାନେ କଣ କଲେ? ଯାହା ଲେଖାଯାଉଛି ପ୍ରତି ଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ୱ ସ୍ଥାନରେ ଥାଉ ବୋଲି ଯେଉଁ परमेश्वर କହିଥିଲେ, ସେଇ परमेश्वरଙ୍କୁ ସେମାନେ ଅବିଶ୍ୱାସ ବୋଧ କଲେ, ତାଙ୍କ ଯୋଗାଣକୁ ଅବିଶ୍ୱାସ ବୋଧ କଲେ, ତାଙ୍କ ଆଜ୍ଞାକୁ ପାଳନ କଲେ ନାହିଁ, ତାଙ୍କ ବ୍ୟବସ୍ଥାକୁ ମାନିଲେ ନାହିଁ ସେମାନେ। ସେଥିପାଇଁ परमेश्वर ସେମାନଙ୍କୁ କହିଲେ ଏ ଲୋକମାନେ ଯେ କେତେ କାଳ ଆମମାନଙ୍କର ଅବାଧ୍ୟ ହେବେ, କେତେ କାଳ ଆମମାନଙ୍କ ବ୍ୟବସ୍ଥା ମାନିବେ ନାହିଁ, କେତେ କାଳ ଆମମାନଙ୍କ ବାକ୍ୟରୁ ଅସମ୍ମତ ହେବେ। परमेश्वर ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲେ। ଏବେ ଯେତେବେଳେ 17 ଅଧ୍ୟାୟକୁ ଆମେ ଆସୁଛୁ, 17 ଅଧ୍ୟାୟରେ ଆମେ ମଧ୍ୟ ଦେଖୁଛୁ ବର୍ତ୍ତମାନ ସେମାନେ ସମସ୍ତେ କଣ କରୁଛନ୍ତି ନା ଜଳ ପାଇଁ ବା ପିଇବା ପାଇଁ ତୃଷାରେ ସେମାନେ ଛଟପଟ ହଉଛନ୍ତି, ଆଉ ସେମାନେ ପୁନର୍ବାର ସେମାନେ ବଚସା କରିବା ଆରମ୍ଭ କରୁଛନ୍ତି। 17 ଅଧ୍ୟାୟ 2 ପଦରେ ଲେଖାଯାଉଛି ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, ଆମମାନଙ୍କୁ ଜଳ ଦିଅ, ଆମମାନେ ପାନ କରିବୁ। ତହିଁରେ ମୋଶା ସେମାନଙ୍କୁ କହୁଛନ୍ତି, ତୁମାନେ ମୋ ସଙ୍ଗରେ କାହିଁକି ବିବାଦ କର? କି ହେତୁ ସଦାପ୍ରଭୁଙ୍କୁ ପରୀକ୍ଷା କର? ବିବାଦ ଖାଲି ମୋ ବିରୁଦ୍ଧରେ କରୁନ, ସଦାପ୍ରଭୁଙ୍କୁ ପରୀକ୍ଷା ନଉଛ। ଯୋଉ ସଦାପ୍ରଭୁ ପ୍ରାନ୍ତରେ ତୁମ ଖାଇବା ପାଇଁ ଯୋଗାଇଲେ, ସେ କଣ ଜଳ ଯୋଗାଇବେ ନାହିଁ? ତ ଜଳଭାବ ହେତୁ ସେମାନେ ତୃଷାକୁଳ ହଉଛନ୍ତି, ମୋଶାଙ୍କ ବିରୁଦ୍ଧରେ ବଚସା କରୁଛନ୍ତି। ଆଉ ମୋଶାଙ୍କୁ ସେମାନେ କଣ କହୁଛନ୍ତି ଯେ ତୁମେ ଆମମାନଙ୍କ ସନ୍ତାନ ମାନଙ୍କୁ, ଆମମାନଙ୍କ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିଶ୍ର ଠାରୁ କି ହେତୁ ଆଣିଲ? କୋଉଥିପାଇଁ ତୁମେ ଆଣିଲ ମିଶ୍ରଠୁ ଆମମାନଙ୍କୁ? ଏଠି କଣ ପିପାସାରେ, ଏଠି କଣ ଆମମାନଙ୍କୁ ମାରିଦେବା ପାଇଁ ଆଣିଲ? ତ ମୋଶା ବିଚରା କଣ କରିବେ? ପାଳକ କଣ କରିବେ? ଲୋକମାନଙ୍କୁ କଢେଇକି ଆଣିଥିବା ପାଳକ ଲୋକମାନେ ଯେତେବେଳେ ବିଭିନ୍ନ ସମସ୍ୟା ଦେଇକି ଯାଆନ୍ତି, କଷ୍ଟ ଦେଇକି ଯାଆନ୍ତି, ସେମାନେ ଆଉ କିଛି ପାରନ୍ତିନି, ପାଳକଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି, ବଚସା କରିଦିଅନ୍ତି ସେମାନେ, କାହିଁକି ଆମକୁ ଆଣିଲ? କଣ ପାଇଁ ଆମମାନଙ୍କୁ ପ୍ରଭୁଙ୍କ ବିଷୟ ଶିକ୍ଷା ଦେଇକି ଏଠିକି ଆଣିଲ? ଅଧା ବାଟରେ ଆମକୁ ଏମିତି ରଖିଛ, ଆମେ ବର୍ତ୍ତମାନ ଏଇ ସମସ୍ତ କଷ୍ଟ ଭିତର ଗୁଡାକ ଦେଇକି ଯାଉଛୁ, ସମାଜ ଚ୍ୟୁତ ହଉଛୁ, ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହଉଛୁ, ତାଡନା ମଧ୍ୟ ଦେଇକି ଯାଉଛୁ। କିନ୍ତୁ ସେମାନେ ଜାଣନ୍ତି ନାହିଁ ସେଇ ଭିତରେ ମଧ୍ୟ परमेश्वरଙ୍କ ହସ୍ତ ଅଛି ସମସ୍ତ ବିଷୟ ସମ୍ଭାଳିବା ପାଇଁ। परमेश्वरଙ୍କ ହସ୍ତ ସମସ୍ତ ବିଷୟ ଯୋଗାଇବା ପାଇଁ ମଧ୍ୟ ସମର୍ଥ। परमेश्वरଙ୍କ ହସ୍ତ ଯଦି ତାଙ୍କୁ କଢାଇ ନେଉଛି ଗୋଟେ ସୁନ୍ଦର ସ୍ଥାନକୁ, ସେଇଟା ସେମାନେ ଅନୁଭବ କରିପାରନ୍ତି ନାହିଁ। ସେଥିପାଇଁ परमेश्वर ମୋଶାଙ୍କୁ କହିଲେ, ସବୁବେଳେ ଖାଲି ମତେ ଡାକ ପକାଉଛୁ, ମୁଁ ତ ତତେ ଅଧିକାର ଦେଇଛି, ମୁଁ ତ ତୋ ହସ୍ତରେ ଯଷ୍ଟି ଦେଇଛି। କିନ୍ତୁ ସବୁଠୁ ବଡ କଥା ହେଲା परमेश्वरଙ୍କ ବାକ୍ୟରେ ଲେଖାଯାଉଛି, ଆଉ ସେ ବାକ୍ୟ କହୁଛନ୍ତି ଯେ ସଦାପ୍ରଭୁ ମୋଶାଙ୍କୁ କହିଲେ 5 ପଦରେ, ତୁମେ ଯଦ୍ୱାରା ନଦୀକି ଆଘାତ କରିଥିଲ ସେଇ ଯଷ୍ଟି ହସ୍ତରେ ଘେନି କେତେକ ପ୍ରାଚୀନକୁ ସଙ୍ଗ କରି ଇସ୍ରାଏଲ ଲୋକମାନଙ୍କ ଆଗେ ଆଗେ ଯାଅ। ଦେଖ ଆମେ ହୋରେବରେ ସେଇ ଶୈଳ ଉପରେ ତୁମ ସମ୍ମୁଖରେ ଠିଆ ହେବା। ଆଉ ଲୋକମାନେ ଲେଖାଯାଉଛି ଯେ ସେଇ ଶୈଳକୁ ତୁମେ ଯେତେବେଳେ ଆଘାତ କରିବ, ସେଥିରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତା ପାନ କରିବେ। ବର୍ତ୍ତମାନ ପ୍ରଭୁ ସେଇ କଥା କହିଲେ। ପ୍ରଭୁ ଯେମିତି ଆକାଶରୁ ଖାଦ୍ୟ ବୃଷ୍ଟି କରିଥିଲେ, ବର୍ତ୍ତମାନ ସେଇ ପ୍ରକାର କହୁଛନ୍ତି ଯେ ମୁଁ ଆଗରେ ଆଗରେ ଯାଉଛି ହୋରେବକୁ, ଆଉ ସେ ପର୍ବତ ଉପରେ ମୁଁ ଠିଆ ହେବି, ତୁମେ ଆଘାତ କରିବ। ଯଦି ଆମମାନେ ପ୍ରଥମ କରନ୍ତି ଆଉ ତାର 10 ଅଧ୍ୟାୟକୁ ଯାଉ, ଏଇଠି ଲେଖାଯାଉଛି ଯେ ସେଇ ଶୈଳ ହଉଛନ୍ତି କିଏ? ପ୍ରଥମ କରନ୍ତି ତାର 10 ଅଧ୍ୟାୟ, ଦୟାକରି ମୋ ସହିତ ଆପଣ ମାନେ ବି ଦେଖିପାରିବେ ସେ ସମାନ କଥା ଯୋଉଟା ସେଠି ଲେଖା ହେଇଛି। ପଢୁଛି, କାରଣ ହେ ଭାଇ ମାନେ ଆମମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ତ ହେଲେ, ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ। ସମସ୍ତଙ୍କ ପାଇଁ ଗୋଟିଏ ପାରମାର୍ଥିକ ଖାଦ୍ୟ, ସମସ୍ତଙ୍କ ପାଇଁ ଆକାଶରୁ ବୃଷ୍ଟି ହେଲା,
आउ कौन लिखा जाए खाली से समस्त एक पारमार्थिक खाद्य भोजन कले ताहा नहीं समस्त एक पारमार्थिक पेय पान कले जेणु से अनुवर्ती पारमार्थिक शैल पान करुले से शैल ख्रीष्ट जो शैल को मूसा आघात कले से शैल ख्रीष्ट थिले से शैल से पान कले से तृषा मेंटिला से क्षुधा मेंटिला ये परमेश्वर जे से परीक्षा करुँच परमेश्वर जे चाहूँ से वाक्य पालन करंतु से आज्ञा को पालन करंतु सेटा इस्राएली माने भूली जाउथिले से बारंबार बारंबार से कौन करुले ना बचसा करुले प्रत्येक समय से बचसा करुले प्रभु जीशु जितेबले ए जगत को आसिले से कथा कहले जहन लिखित सुसमाचार 6 पर्व आ तार 31 और 32 पद से कहते ईश्वर दत्त आहार हूँ मो जहाँ जगत को जीवन प्रदान करे आम पितृपुरुष मैंने प्रांतर रे कौन कले ना माना खाऊले जहन लिखित सुसमाचार को आसवा आगे 6 अध्याय को जीवा ये सब पद पर्व गुड़िक बहुत सुंदर भाव में लिखाई जहन लिखित सुसमाचार 6 अध्याय 32 आ 33 पद लिखाई देखो देखा आम मनुष्य मान कौन करू ना क्षय भक्ष्य निमंते श्रम करू किंतु जो भक्ष्य जीवनदायक भक्ष्य ता विषय आम चिंता कर न था से 31 और 32 पद लिखा जाउची आपण कौन साधन कर आमान पितृपुरुष माने प्रांतर माना भोजन करुले जेपरी लेखा अच्छी भोजन करने निमंते से स्वर्ग आहार देले से जीशु को कहले सत्य सत्य मुझे तुम कहूँ मूसा तुमको स्वर्ग आहार देना मोर पिता तुमको स्वर्ग आहार देते लोक मैंने भावुं इस्राएल मैंने भावुं कौन मूसा आम को आहार देले खावाई मूसा आम को भोजन करने देले ना मूसा भोजन करने देले ना भोजन करने ईश्वर कौन कले ना इस्राएल मान को जगाइले से कहते जे मोर पिता तुमको स्वर्ग प्रकृत आहार दियंती कारण जो आहार स्वर्ग अवतरण कर जगत को जीवन प्रदान करे ताहा ईश्वर दत्त आहार ईश्वर दत्त आहार कौन ना ईश्वर दत्त आहार हूँ जे स्वर्ग अवतीर्ण होती जगत को जीवन प्रदान करुँच 35 पदरे कहुचे मुझे ही जीवनदायक आहार जे मो निकट को आसे से कदापि क्षुदित हो ना कि मो ठारे विश्वास कले से कदापि तृषित हो ना स्पष्ट भाव में जीशु ये कहीदे जे हुए तो आम पितृपुरुष मैंने प्रांतर में बचसा करुले प्रांतर प्रभु से खाद्य देले प्रांतर प्रभु से पानीय देले सब विषय प्रभु से जोगाइले समस्त भार बहन कले प्रभु से मन सजाड़ा चाहूले प्रभु से परीक्षा करने निमंते परीक्षा को जे से प्रभु इच्छा चलुना ना जानापी चाहूले एवं स्पष्ट भाव से कहीदे जे से पितृपुरुष मैंने सेना प्रांतर में माना भोजन करुले किंतु देख से प्रभु को विरुद्ध बचस कर प्रभु को परीक्षा कर प्रभु को ऊपर न कर विश्वास तो से समस्ते प्रांतर ही मरीगले किंतु प्रकृत आहार हूँ मु जो मैंने मो निकट को आसती और जो मैंने मो ठारे विश्वास करती क्षुदित हे ना से केबे भी तृषित हे ना कहीं ना स्वर्ग अवतीर्ण होता आहार हूँ मु जो आहार पितृपुरुष माने माना रूप प्रांतर रे खाऊले एबे से स्वर्गीय माना एबे से खाद्य एबे से भोजन एबे से रोटी एबे से जीवनदायक आहार हूँ मु तो मो निकट को आसिले मो ठारे विश्वास कले तुम क्षुदित हो ना से खाऊले क्षुदित हेले मरीगले किंतु मो निकट को आसो मो ठारे विश्वास कर तुम तृषित हो ना कि तुम कौन हो ना ना क्षुदित हो ना द्वितीय विषय लिखा जाऊँ जो लिखित सुसमाचार तार 6:51 पदरे मो जीवंत आहार जहाँ स्वर्ग पत्ते यहाँ हूँ भोजन कर से अनंत जीवी हो अनंत काल आउ से मृत्यु को देखिब ना अनंत जीवन से प्राप्त हो
ଯୀଶୁ ଖ୍ରୀଷ୍ଟ स्वयं प्रमाण कर दौरान जे जीशु ख्रीस्ट होचंती से आहार वाक्य शुणवा आगु से भौणी उपस्थापन करते से कहते आमने से वाक्य को भोजन करवा से वाक्य जे आद्य थिले से वाक्य जे ईश्वर को संगर थिले से वाक्य जे ईश्वर थिले एबे जेते बेले एई कथा जीशु ख्रीस्ट कहउचंती जे मते भोजन करिवो जीशु ख्रीस्ट जेते कहउचंती मु से आहार मु से जीवन जाक भक्ष्य सेते लोक मान भितर सन्देह जात होची लोक माने से मन में भावुं एटा कि प्रकार कथा कारण 41 पद से कहउचंती जोहन लिखित सुसमाचार 6 मु स्वर्गर अवतीर्ण होइतबा आहार अटे से यह कहबारु जेहदी माने तांको विरुद्ध बचास करी कहबाकू लगिले ए कोन जोसेफ रो पुओ नुहे आ आमाने कोन यार बाप मां को जानु ना तेबे मु स्वर्गर अवतरण करछि बोली से एबे किपरि कहउछि तापर आमाने देखुछु 47 पद से कहउचंती सत्य से तो मु तुमान कहउछि जे विश्वास करे से अनंत जीवन प्राप्त होई अछि कारण मो जीवनदायक आहार 48 पद रे जो माने विश्वास करंती मते मो जीवनदायक आहार बोली जो माने भोजन करंती मते जो माने मो निकटक आसंती मोठर विश्वास करंती से माने अनंत जीवन प्राप्त होई अछंती तापर से कहउछंती 49 पद रे तुमानको पितृपुरुष प्रांतर रे माना भोजन करी मृत्यु भोग कले केही जेपरि भोजन करी मृत्यु भोग न करे एथिपाई स्वर्गरु अवतरण करथिबा आहार इटे मो सेई आहार तमे जेमति भोजन करी मृत्यु भोग करिवो नै सेता मु तुम निकट रे अवतरण होइछि सेता तुम पाखरे पहुंचीछि 51 पद मो स्वर्गरु अवतीर्ण से जीवनदायक आहार के जदि एही आहार भोजन करे से अनंत काल पर्यंत जीवित रहिबो हाँ मु जो आहार देवी ता मोर मांस और मुता जगत जीवन निमंते देवी तो एठी जेतबेले से कहिले जे मु जो आहार तुमान को खाइबा पे देवी ताहा होची मोर मांस मोर रक्त मोर मांस एठी किछि लोक माने सहयोग कर परले नै से मान कहिले ए किपरि आमान को तार मांस खाइबा को देबो जीशु स्पष्ट भाव में कहले सत्य सत्य मु तुमान कहूछि मनुष्य पुत्रंकर मांस भोजन न कले रक्तपान न कले तुम जीवन ना तुम कौन भावुच यदि मोर मांस भोजन करिवो नै मोर रक्तपान करिवो नै ताल तुमान जीवन ही नाही जे मोर मांस भोजन करे मोर रक्तपान करे से अनंत जीवन प्राप्त हुए आ मु शेष दिन रे ताकू उत्थापन करिवि कारण मोर मांस प्रकृत खाद्य और मोर रक्त प्रकृत पेय आमे माना खाउतिलु प्रांतर रे एबे आमे प्रभु जीशु ख्रीस्ट को भोजन करुचु तांको रक्त को पान करुचु तांको मांस को भोजन करुचु ए कथा कहा का अड़ुआ लगिला कहा को भल लगिला नहीं हाँ जितेबाला से कहले मोर मांस प्रकृत खाद्य मोर रक्त प्रकृत पेय जे मोर मांस भोजन करे मोर रक्त पान करे से मोठार रहे मु ताठार रहे बोली तो शिष्य माने बड़ अड़ुआ परी गले पढ़ी दउची आपण शुणतु 58 पदर कहे जो आहार स्वर्गर अवतरण करियछि ताहा ही पितृपुरुष जेपरि भोजन करी मृत्यु भोग करे से प्रकार नुहे जे आहार भोजन करे से अनंत काल पर्यंत जीवित रहइबो 60 पदरे लोक मान कहउछन्ति एटा सुनी ए घृणाजनक कथा किए यह शुणी पारे एटा गोटे घृणाजनक कथा केमती सही गोटे तार मांस को तार रक्त को आम केमती पान कर भोजन कर तो जीशु ख्रीस्ट तांको कहउछन्ति 63 पदरे आत्मा जीवनदायक मांस कौन उपकार करे ना मु तुमको जे समस्त वाक्य कही अच्छी से सब आत्मा और जीवन अटे मु जो वाक्य कही से सब आत्मा और जीवन अटे तो जीशु को भोजन कर अर्थ हूँ कौन तांको वाक्य को भोजन करवा आम वाक्य को भोजन करू कि प्रतिदिन निरूपित परिमाण अनुसार जी प्रयोजन से संग्रह करू कि आमाने प्रभु को वाक्य लिखु जे जहाँ दरकार आम जितकी दरकार आम से कौन संग्रह करूँ प्रतिदिन वाक्य को भोजन करूँ वाक्य निकट को आसू प्रतिदिन प्रभु जीशु रक्त मांतर सहभागी हो जो प्रेरित पुस्तक रे देखुआ माने प्रेरित पुस्तक रे शिष्य माने आद्य मंडली रे से माने प्रतिदिन घरे घरे रोटी भांगुथिले प्रतिदिन
ତାଙ୍କ ରକ୍ତ ମାଂସର ସୌଭାଗ୍ୟ ହଉଥିଲେ। ପ୍ରତ୍ୟେକ ଦିନ ତାର ଅର୍ଥ ହଉଛି ତାଙ୍କର ମୃତ୍ୟୁକୁ ପ୍ରଚାର କରୁଥିଲେ। ଆଜି ଯଦି ଆମେ ବିଚାର କରୁ ଅତି ସଂକ୍ଷେପରେ ଯେ ଯୋଉ ପରମେଶ୍ୱର ବିଶ୍ୱର ପରୀକ୍ଷା ଗୋଟେ ଜଗତ ଭିତରୁ ମତେ ବାହାର କରି କିଣାନ ଦେଶକୁ ନେବା ପାଇଁ ଇଚ୍ଛା କରନ୍ତି, ରାସ୍ତାରେ ମୁଁ ଆସୁଥିବା ସମୟରେ ବିଭିନ୍ନ ପ୍ରକାର ବାଧା, ବିଭିନ୍ନ ପ୍ରକାର ଭୟ, ବିଭିନ୍ନ ପ୍ରକାର ପରିସ୍ଥିତି ଗୁଡାକ ଦେଇକି ମତେ କଢାଇ ଆଣନ୍ତି। ଏପରିକି ଯୁଦ୍ଧ ଥିଲେ ମଧ୍ୟ ଯୁଦ୍ଧରେ ମୋ ସହିତ ଠିଆ ହେଇ ମତେ ବିଜୟ ପ୍ରଦାନ କରନ୍ତି। ସମୁଦ୍ର ଥିଲେ ବି ମତେ ସମୁଦ୍ରକୁ ପାର କରାନ୍ତି। ଏପରିକି ଯଦି ନଦ ନଦୀ ମଧ୍ୟ ଦେଇକି ମୁଁ ଗତି କରେ, ତଥାପି ମୁଁ କଣ ଦେଖେ, ତାଙ୍କର ହସ୍ତ ମତେ ଚଳାଉଛି। ସେଥିପାଇଁ ଗୀତର ଚକ କହିଲେ, ଏଣୁ ମୁଁ ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେ କୌଣସି ଆପଦକୁ ଭୟ କରିବି ନାହିଁ। ଏ ତ ଉପତ୍ୟକାଟା ମୃତ୍ୟୁଦାୟକ, ଉପତ୍ୟକାଟା ମୃତ୍ୟୁଜନକ, ଉପତ୍ୟକାର ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଭୟ ଅଛି, ତଥାପି ମୁଁ ଭୟ କରିବି ନାହିଁ, ଯେହେତୁ ମୁଁ ଜାଣିଛି ତାଙ୍କର ବାଣୀ, ତାଙ୍କର ପାଞ୍ଚଣ ମତେ ସାନ୍ତ୍ୱନା ଦିଏ, ମୋ ସହିତ ଥାନ୍ତି। ମୁଁ କୌଣସି ଖାଦ୍ୟ ପାନୀୟ ବିଷୟରେ ଚିନ୍ତା କରିବି ନାହିଁ, କାହିଁକି ମୁଁ ଜାଣିଛି ଯଦି ସେ ପ୍ରାନ୍ତରରେ ସେମାନଙ୍କୁ ମାନା ଯୋଗାଇ ପାରିଲେ, ପ୍ରାନ୍ତରେ ଯଦି ତାଙ୍କୁ ପିଇବା ପାଇଁ ଯୋଗାଇ ଦେଇ ପାରିଲେ, ଏ ପରିସ୍ଥିତି ଭିତରେ ସୁଦ୍ଧା ମତେ ମଧ୍ୟ ସେ ଯୋଗାନ୍ତି। ସେ ପ୍ରାନ୍ତରର ପରମେଶ୍ୱର ଅଟନ୍ତି। ଦ୍ୱିତୀୟ ବିଷୟ, ମତେ ଯେତେବେଳେ ସବୁ କିଛି ସେ ଦଉଛନ୍ତି, ଖାଇବା ଦଉଛନ୍ତି, ପିଇବା ଦଉଛନ୍ତି, ମୋ ସହିତ ରହୁଛନ୍ତି, ମୋର ଉପକାର କରୁଛନ୍ତି, ମୋର କର୍ତ୍ତବ୍ୟ ହେଉଛି ମୁଁ ମଧ୍ୟ ତାଙ୍କୁ ସମୟ ଦେବି। ମୋର କର୍ତ୍ତବ୍ୟ ହେଉଛି ମୁଁ ମଧ୍ୟ ତାଙ୍କର ଗୁଣଗାନ କରିବି। ସପ୍ତାହର 7 ଦିନ ଯାକ ଯଥେଷ୍ଟ ମୁଁ କଲିଣି, ଗୋଟିଏ ଦିନ ତ 7 ଦିନ ଭିତରୁ ତାଙ୍କୁ ସମୟ ଦେବି, ଗୋଟିଏ ମୁହୂର୍ତ୍ତ ତାଙ୍କୁ ସମୟ ଦେବି। ଏ ଜାଗତିକ ଖାଦ୍ୟ ତ ସମସ୍ତେ ଭୋଜନ କରୁଛୁ, ଜାଗତିକ ଖାଦ୍ୟ ତ ସମସ୍ତେ ଖାଉଛୁ, କିନ୍ତୁ ସେଟା ତୃପ୍ତି ଆମମାନଙ୍କୁ କରିପାରୁନାହିଁ, ସନ୍ତୁଷ୍ଟ ଆମମାନଙ୍କ ଜୀବନକୁ ରଖିପାରୁନାହିଁ। ଆମେ କେବେ ସନ୍ତୁଷ୍ଟ ହେଇପାରୁନାହୁଁ ବା ପରିତୃପ୍ତ ହେଇପାରୁନାହୁଁ। ଆମେ ବାରମ୍ବାର ଚେଷ୍ଟା କରୁଛୁ କଣ, ଆହୁରି ଆହୁରି ଆହୁରି। କିନ୍ତୁ ଗୀତ ରଚକ କହିଲେ ଗୀତ 90ରେ, ଯେ ପ୍ରାତଃ ସମୟରେ ପ୍ରଭୁ କଣ କର ନା ତୁମ ଦୟାରେ ଆମମାନଙ୍କୁ ତୃପ୍ତ କରିଦିଅ, ଯେମିତି ଆମେ ଯାବଜୀବନ କଣ ହବୁ ନା ହୃଷ୍ଟଚିତ ହେବୁ। ଗୀତ 90ରେ ସ୍ପଷ୍ଟ ଭାବରେ ସେ ଲେଖି ଦଉଛନ୍ତି, ପ୍ରଭାତରେ ଆମମାନଙ୍କୁ ତୁମ ଦୟାରେ ତୃପ୍ତ କର, ତହିଁରେ ଆମମାନେ ଯାବଜୀବନ ହୃଷ୍ଟଚିତ ଆନନ୍ଦିତ ହେବା। ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଭୁ ଆନନ୍ଦିତ ହେଇପାରିବୁ, ଆମେ ସନ୍ତୁଷ୍ଟତା ଲାଭ କରିପାରିବୁ। ଆଉ କୌଣସି ବିଷୟ ଆମମାନଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଯେତେ ଖାଇଲେ ବି ଆମେ ପରିତୃପ୍ତ ହେଇପାରୁନା। ସେଥିପାଇଁ ପ୍ରଭୁ କହିଲେ, ଏଇ ଯୋଉ କ୍ଷୟ ଭକ୍ଷ୍ୟ, ଯୋଉ ଭକ୍ଷ୍ୟ ସରିଯାଉଛି, ତା ପାଇଁ ଚିନ୍ତା କର ନାହିଁ, ତା ପାଇଁ ପରିଶ୍ରମ କର ନାହିଁ। ଅକ୍ଷୟ ଭକ୍ଷ୍ୟ, ଯୋଉ ଭକ୍ଷ୍ୟ ସରିବ ନାହିଁ, ଅସରନ୍ତି ଭକ୍ଷ୍ୟ ମୁଁ ତୁମମାନଙ୍କୁ ଦଉଛି, ମୋ ନିକଟକୁ ଆସ, ମୋଠି ବିଶ୍ୱାସ କର। ଜହନ ଲିଖିତ ସୁଷମାଚାର 4 ପର୍ବ 19 ସେଇ କଥା ଯୀଶୁ କହିଥିଲେ, ଯେତେବେଳେ ସେ କହିଲା, ଏ କୂଅ ତ ବହୁତ ବଡ ଗଭୀର, ଏଇଟା ତ ଆମ ପିତୃପୁରୁଷ ଯାକୁବ ଖୋଳିଥିଲେ, ଆପଣଙ୍କ ପାଖରେ ତ ଦଉଡି ନାହିଁ, ଆପଣଙ୍କ ପାଖରେ ତ ବାଲ୍ଟି ବି ନାହିଁ, ପାଣି ଭରିବା ପାଇଁ ପାତ୍ର ବି ନାହିଁ, ଆପଣ ସେ ଜଳ କୋଉଠୁ ଆଣିବେ ମତେ ଦେବେ? ଯୀଶୁ ସେତେବେଳେ ସେ କଥା କହିଥିଲେ ଯେ ମୁଁ ଯୋଉ ଜଳ ଦେବି ସେଟା ଗୋଟେ ଅନନ୍ତ ନିର୍ଜର ହେଇଯିବ ତୁମ ହୃଦୟରେ, ତମକୁ ଆଉ ତୃଷା ଲାଗିବ ନାହିଁ। ଆଉ ସେ 30ଟି ବଡ ବ୍ୟାକୁଳତାର ସହିତ କହିଥିଲା, ମହାଶୟ ମତେ ଆପଣ ସେଇ ଜଳ ଦିଅନ୍ତୁ। ଆଜି ଆପଣଙ୍କର ସେଇ ଜଳର ଆବଶ୍ୟକତା ଅଛି କି? ସେଇ ଖାଦ୍ୟର ଆବଶ୍ୟକତା ଅଛି କି, ଯାହାକୁ ଭୋଜନ କରିବା ଦ୍ୱାରା କେବେ କ୍ଷୁଧିତ ହେବେ ନାହିଁ, ତୃଷିତ ହେବେ ନାହିଁ, ଯାହାକୁ ଭୋଜନ କରିବା ଦ୍ୱାରା ଆପଣଙ୍କର କ୍ଷୁଧା ମେଟିଯିବ, ତୃଷା ମେଟିଯିବ, ଆପଣ ଅନନ୍ତ ଜୀବୀ ହେଇଯିବେ। ତେବେ ମୁଁ ଓ ଆପଣ, ଆମେ ସମସ୍ତେ ତାହାଙ୍କ ନିକଟକୁ ଆସୁ, ତାହାଙ୍କ ଠାରେ ବିଶ୍ୱାସ କରୁ। ସେ କହିଲେ, ଯେଉଁମାନେ ମୋ ନିକଟକୁ ଆସନ୍ତି, ମୋ ଠାରେ ବିଶ୍ୱାସ କରନ୍ତି, ସେମାନେ ଜୀବନ ପ୍ରାପ୍ତ ହେବେ। ଆମେ ଜୀବନ ପ୍ରାପ୍ତ ହେବା ନିମନ୍ତେ ତାଙ୍କ ନିକଟକୁ ଆସିବା କି, ତାଙ୍କ ଠାରେ ବିଶ୍ୱାସ କରିବା କି? ଆଉ ମନେ ରଖନ୍ତୁ, ସେ ଆମମାନଙ୍କୁ କାହାକୁ ପରିତ୍ୟାଗ କରିବେ ନାହିଁ, ସେ ଆମମାନଙ୍କୁ କାହାକୁ ଛାଡିବେ ନାହିଁ, ସେ ଆମମାନଙ୍କୁ କାହାକୁ ତ୍ୟାଗ କରିବେ ନାହିଁ। ଯେ ଆମମାନଙ୍କୁ ପ୍ରତିଦିନର ଆବଶ୍ୟକ ଅନୁସାରେ ଆହାର ଦିଅନ୍ତି, ଯେ ଆମମାନଙ୍କର ଆବଶ୍ୟକତାକୁ ଜାଣନ୍ତି, ଯିଏ ଆମମାନଙ୍କ ସହିତ ରୁହନ୍ତି, ବିଭିନ୍ନ ପ୍ରକାର ଭୟରୁ, ବିଭିନ୍ନ ପ୍ରକାର ଯୁଦ୍ଧରୁ, ବିଭିନ୍ନ ପ୍ରକାର ପରିସ୍ଥିତିରୁ ମୁକ୍ତ କରନ୍ତି, ସେଇ ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି। ଆମେ ଲୋଭାକ୍ରାନ୍ତ ହେବା ନାହିଁ। ଆମେ କହିବା ନାହିଁ ଏଇଟା ଗୋଟେ କଦର୍ଯ୍ୟ ସ୍ଥାନ, କାହିଁକି ଏଠୁକୁ ଆଣିଲ? ଆମେ କହିବା ନାହିଁ ଏଇଟା ଗୋଟେ ତ ଶସ୍ୟର ସ୍ଥାନ ନୁହଁ, ଡିମ୍ବୁରିର ସ୍ଥାନ ନୁହଁ, ଦ୍ରାକ୍ଷଲତାର ସ୍ଥାନ ନୁହଁ, କାହିଁକି ଏ ସ୍ଥାନରେ ଅଛୁ? ଆମେ କେବେ କେବେ ବଚସା କରିବା ନାହିଁ ଯେ ପ୍ରଭୁ ମତେ ଏଇ ସ୍ଥାନରେ କାହିଁକି ରଖିଲ, ପ୍ରଭୁ ଏଇଠି କଣ ଆଣିଲ, ତମର ଉଦ୍ଦେଶ୍ୟ କଣ? ଆମେ
ସବୁ ପଛରେ ତାଙ୍କର ମହତ୍ ଉଦ୍ଦେଶ୍ୟକୁ, ତାଙ୍କର ମହତ୍ ଯୋଜନାକୁ, ତାଙ୍କର ମହତ୍ ଇଚ୍ଛାକୁ, ତାଙ୍କ ସଫଳକୁ ଜାଣିବା ଦରକାର। ଯେ ତାଙ୍କର କଣ ସଂକଳ୍ପ ଅଛି ମୋ ଜୀବନରେ, କୋଉଥିପାଇଁ ସେ ମତେ ପୃଥକ କରୁଛନ୍ତି, କୋଉଥିପାଇଁ ସେ ଗୋଟେ ନିରୂପିତ ସ୍ଥାନକୁ ନେବା ପାଇଁ ଇଚ୍ଛା କରୁଛନ୍ତି। ଆଉ ଯେ ବାହାର କରିକି ଆଣୁଛନ୍ତି ସେ ପଥ ମଧ୍ୟରେ ମଧ୍ୟ ମୋ ସହିତରେ ଅଛନ୍ତି। ସେଥିପାଇଁ ଆମମାନେ କୌଣସି ବିଷୟରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ନାହିଁ, ପରମେଶ୍ୱର ଲୋକମାନଙ୍କ ବିରୁଦ୍ଧରେ ବଚାସ କରିବା ନାହିଁ, ବରଂ ଆମମାନେ ତାଙ୍କ ଉପରେ ଭରସା କରିବା ଯେ ସେଇ ପରମେଶ୍ୱର କଠିନ ପରିସ୍ଥିତିରେ ସୁଦ୍ଧା ଆମମାନଙ୍କର ପରମେଶ୍ୱର, କଠିନ ପରିସ୍ଥିତିରେ ସୁଦ୍ଧା ସେ ଆମମାନଙ୍କୁ ଯୋଗାଣକାରୀ ପରମେଶ୍ୱର, କଠିନ ପରିସ୍ଥିତିରେ ସୁଦ୍ଧା ସେ ଆମମାନଙ୍କର ଈଶ୍ୱର। ଆମେ ପରମେଶ୍ୱରଙ୍କ କରୁଣା ହେତୁ ନଷ୍ଟ ହେଇନାହିଁ, ପରମେଶ୍ୱରଙ୍କ ଅନୁଗ୍ରହ କେବେ ବି ସରେ ନାହିଁ। ପ୍ରତ୍ୟେକ ପ୍ରାତଃ ସମୟରେ, ପ୍ରତ୍ୟେକ ସମୟରେ ସେଟା ଚିର ନୂତନ ଥାଏ, ତାଙ୍କ ଦୟା ପ୍ରତିଦିନ ନୂଆ ହେଇଥାଏ। ସେଥିପାଇଁ ଗୋଟେ ନୂଆ ଆରମ୍ଭର ଅପେକ୍ଷାରେ ଆମେ ଅଛୁ। ଆଉ ତାର ଅର୍ଥ ହଉଛି ସେ ଗୋଟେ ନୂଆ ଆରମ୍ଭ କରନ୍ତି ପ୍ରତ୍ୟେକ ଦିନ, ଯୋଉଟା ଆମମାନଙ୍କୁ ନୂଆ ବଳ ଦିଏ, ନୂଆ କ୍ଷମା ଦିଏ, ନୂଆ ଆଶା ଦିଏ। ସେଟା ମହାନ ସତ୍ୟତା ହଉଛି କଣ, ଯେ ପରମେଶ୍ୱରଙ୍କ ସତ୍ୟତା, ପରମେଶ୍ୱରଙ୍କ ବିଶ୍ୱସନୀୟତା, ଯୋଉଟା ପରମେଶ୍ୱର ଅସୀମ ଅଟନ୍ତି। ଆଉ ଆମେ ଜାଣୁ ଯେ ଆମମାନଙ୍କ ପରମେଶ୍ୱର ସବୁବେଳେ ଭରସା ଯୋଗ୍ୟ ପରମେଶ୍ୱର, ବିଶ୍ୱସ୍ତ ପରମେଶ୍ୱର। ଏପରିକି ସବୁଠୁ କଷ୍ଟକର ସମୟରେ ମଧ୍ୟ ସେ ଆପଣ ବିଶ୍ୱସ୍ତତା ବଜାୟ ରଖନ୍ତି। ଯେ ଆମମାନଙ୍କ ହସ୍ତ ଧରି ଆମମାନଙ୍କୁ କଢାଇ ଆଣିଛନ୍ତି, ସେ ଆମମାନଙ୍କ ପ୍ରତ୍ୟେକଟି ଭାର ସମ୍ଭାଳିବାର ପରମେଶ୍ୱର, ପ୍ରତ୍ୟେକ ଅବସ୍ଥାରେ ଆମଙ୍କର ଯତ୍ନ ନେବା ପରମେଶ୍ୱର। ସେଥିପାଇଁ ଆମେ ତାହାଙ୍କ ଉପରେ ନିର୍ଭର କରିବା, ତାଙ୍କ ପୁତ୍ର ଯୀଶୁଙ୍କ ଠାରେ ବିଶ୍ୱାସ କରିବା, ଯେ ସ୍ୱର୍ଗରୁ ଅବତୀର୍ଣ୍ଣ ଆହାର ଅଟନ୍ତି। ଯାହାଙ୍କ ଠାରେ ବିଶ୍ୱାସ କରିବା, ଯାହାଙ୍କ ନିକଟକୁ ଆସିବା ଦ୍ୱାରା ଆମମାନଙ୍କର କ୍ଷୁଧା ଦୂର ହୁଏ, ଆମମାନଙ୍କ ତୃଷା ଦୂର ହୁଏ। ଆମ ପିତୃପୁରୁଷ ମାନେ ସେଟା ଜାଣିପାରୁନଥିଲେ ସେମାନେ, ଆଜି ଆମେ ଜାଣିବା ପାଇଁ ପାରୁଛୁ। ସେଥିପାଇଁ ଜାଣିଲା ପରେ ଆମେ ଯେମିତି ତାଙ୍କୁ ଅଗ୍ରାହ୍ୟ କରିବୁ ନାହିଁ, ଜାଣିଲା ପରେ ଆମେ ଯେମିତି ବିମୁଖ ହେବୁ ନାହିଁ। କାରଣ ସେଦିନ ଅନେକ ଶିଶୁମାନେ ବିମୁଖ ହେଇଗଲେ ଏଇ କଥା ଶୁଣିକି, ଯେ ଆମେ ତାଙ୍କ ରକ୍ତ ମାଂସର ସହଭାଗୀ ହେବୁ ନାହିଁ ବୋଲି। କିନ୍ତୁ ଆମେ ବାରମ୍ବାର ପ୍ରତ୍ୟେକ ମାସରେ, ପ୍ରତ୍ୟେକ ସପ୍ତାହରେ ତାଙ୍କ ରକ୍ତ, ତାଙ୍କ ମାଂସର ସହଭାଗୀ ଏଇଥିପାଇଁ ହେଉଛୁ ଯେ ପ୍ରଭୁ କହୁଛନ୍ତି, ଯେଉଁମାନେ ତାଙ୍କ ରକ୍ତ ମାଂସର ସହଭାଗୀ ହୁଅନ୍ତି ସେମାନଙ୍କ ଠାରେ ସେ ଥାନ୍ତି ଆଉ ସେ ତାଙ୍କ ଠାରେ ଥାଏ। ତାର ଅର୍ଥ ହଉଛି ତାଙ୍କ ସହିତ ନିବିଡ଼ ଅଙ୍ଗାଙ୍ଗୀ ଭାବରେ ଗୋଟେ ସମ୍ପର୍କ ବୁଝାଏ, ଘନିଷ୍ଠତାକୁ ବୁଝାଏ। ଆଜି ପ୍ରଭୁଙ୍କ ସହିତ ଆମମାନଙ୍କର ଘନିଷ୍ଠତା କେମିତି ଅଛି? ଆମେ ପ୍ରତ୍ୟେକ ଦିନ କଣ ତାର ରକ୍ତ ମାଂସର ସହଭାଗୀ ହେଉ? ଆମେ କଣ ସେଇ ଅକ୍ଷୟ ଭକ୍ଷ୍ୟକୁ ଭୋଜନ କରୁ? ସେ ଭୋଜନର ଆଶାରେ ଥାଉ, ସେ ଅପେକ୍ଷାରେ ଥାଉ, ଏବେ ତାଙ୍କ ପାଇଁ ସମୟ କ୍ଷେପଣ କରୁ। ପ୍ରତ୍ୟେକ ଦିନ ପରିଶ୍ରମ କରି କିଛି ଅସୁବିଧା ନାହିଁ, କିନ୍ତୁ ଗୋଟିଏ ଦିନ, ଗୋଟିଏ ମୁହୂର୍ତ୍ତ ତାଙ୍କ ନିକଟକୁ ଆସୁ, ଆଣ୍ଠୁ ଭାଙ୍ଗୁ, ହାତ ଯୋଡ଼ି ଦଉ। କାରଣ ସେଇ ପରମେଶ୍ୱର ଆମମାନଙ୍କ ପରମେଶ୍ୱର। ସେ ଆମମାନଙ୍କୁ ସମସ୍ତ ବିଷୟ ଯୋଗାଇବା ପଛରେ ଗୋଟିଏ ଉଦ୍ଦେଶ୍ୟ ଅଛି, ଯେ ସେ ଇଚ୍ଛା କରନ୍ତି ଯେ ଆମେ ତାଙ୍କ ବାକ୍ୟ ଅନୁସାରେ ଚାଲୁଛୁ ନା ନାହିଁ, ତାଙ୍କ ଇଚ୍ଛାରେ ଚଳୁଛୁ ନା ନାହିଁ। ସେଥିପାଇଁ ଆଜି ଏଇ ପ୍ରାତଃ ସମୟରେ ଆସୁ ଆମେ ସମସ୍ତେ ତାଙ୍କ ଶରଣାପନ୍ନ ହେବା, ଆଉ ତାଙ୍କ ନିକଟରେ ଏଇ ପ୍ରାର୍ଥନା କରିବା ଯେ ପ୍ରଭୁ ତୁମେ ଏତେ ବିଶ୍ୱସ୍ତ ପରମେଶ୍ୱର ଯେ ତୁମେ ପ୍ରତିଜ୍ଞା କରି କହୁଛ, ସପ୍ତମ ଦିନ ପାଇଁ ମୁଁ ଚିନ୍ତା କରିବି ନାହିଁ, ମୋର କଣ ଦରକାର ତାହା ତୁମେ ନିଜେ ଜାଣିଛ, ଷଷ୍ଠ ଦିନରେ ତାହା ଯୋଗାଇ ଦେବ। ସେଥିପାଇଁ ସପ୍ତମ ଦିନରେ କେବଳ ମୁଁ ତୁମ ପାଦ ତଳକୁ ଆସୁଛି, ମୋର ପାଇଁ, ମୋ ପିଲାମାନଙ୍କ ପାଇଁ, ମୋ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି। ମୂଷା କେବଳ ଦେଖିଲେ ନାହିଁ ଯେ ଲୋକମାନେ ଯୁଦ୍ଧ କରିବା ପାଇଁ ଚାହୁଁଛନ୍ତି, ଯୁଦ୍ଧ ଆସୁଛି ତାଙ୍କ ପଛକୁ। ମୂଷା କହୁଛନ୍ତି ହାରୁଣକୁ, ମୂଷା କହୁଛନ୍ତି ପୁରକୁ, ଯେ ଆମମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିଦଉଛୁ, ଯେତେବେଳେ କି ଶତ୍ରୁମାନେ ବାହାରେ ଅଛନ୍ତି, ବଚସା ତାଙ୍କ ବିରୁଦ୍ଧରେ କରୁଛୁ। କିନ୍ତୁ ସବୁଠୁ ବଡ ବିଷୟ ହଉଛି ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନାହିଁ, ବଚସା କରିବା ନାହିଁ, ପରୀକ୍ଷା କରିବା ନାହିଁ ପରମେଶ୍ୱରଙ୍କୁ। ପରମେଶ୍ୱରଙ୍କ ନିକଟରେ ହାତ ଯୋଡି ଠିଆ ହେଇଯିବା, ଯୋଉ କାମଟା ସେଦିନ ମୂଷା କଲେ। ସେ ଝିଅଙ୍କୁ କହିଲେ, ଝିଅ ତୁମେ ପଦାରେ ଯୁଦ୍ଧ କର, ଆମେ କିନ୍ତୁ ପର୍ବତ ଆରୋହଣ କରୁଛୁ, ପରମେଶ୍ୱର ନିକଟରେ ହାତ ଟେକିକି ଠିଆ ହଉଛୁ। ଆଉ ଯେତେବେଳେ ମୂଷା ପରମେଶ୍ୱରଙ୍କ ନିକଟରେ ହାତ ଟେକିକି ଠିଆ ହେଇଯାଉଛନ୍ତି, ସେତେବେଳେ ଆମେ ଦେଖୁଛୁ ଇସ୍ରାଏଲ ମାନେ ଜିତି ଯାଉଛନ୍ତି। ହୁର ଆଉ ହାରୁଣ ଏଇ କଥାକୁ ଲକ୍ଷ୍ୟ କରୁଛନ୍ତି ଯେ ମୂଷା ଉପରକୁ ହାତ ଟେକି ଠିଆ ହଉଥିବା ସମୟରେ ଆମେ ଜିତୁଛେ, ଆଉ ଯେତେବେଳେ ସେ ହାତ ତଳକୁ ଖସି ଯାଉଛି ଆମେ ହାରି ଯାଉଛେ। ସେଥିପାଇଁ ସବୁଠୁ ଭଲ ହେବ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମେ କଣ କରିବା, ତାଙ୍କ ହାତକୁ ଟେକିକି ରଖିବା। ଦୁଇ ଜଣ ଯାକ ଦୌଡ଼ି ଗଲେ, ଗୋଟେ ପଥର ରଖିଦେଲେ, ପଥର ଉପରେ ମୂଷାଙ୍କୁ ବସେଇ ଦେଇକି ଦୁଇ ଜଣ ଦୁଇ ପଟେ ତାଙ୍କ ହାତକୁ ତୋଳି ଧରିଲେ।
एटा आपण समस्त जानिछन मु से विषय कहबा पई चाहूना केवल गोटिए कथा कहूची आज आपणकर पिला माने आज आपणकर लोक माने बाहर अछंती क्षेत्र अछंती प्रांत रे अछंती पडिया रे अछंती प्रतिदिन से युद्धर सम्मुखीन होउछंती सेमानक पई आपण केते थर परमेश्वर निकट रे हाथ टेकी ठिया होउछंती आउ आपण को लक्ष्य करूथु आपण को सहयोगी माने प्रार्थना बंधु माने केते थर आपण को हस्त को सबल करूछंती प्रार्थना रे तोଳି दरिबा पई मने रखंतु आपण जेते बेले परमेश्वर निकट रे हाथ टेकीबा बंद कर देबे सेते बेले आमे समस्त परास्त हो जिबा जो माने समस्त प्रांतर भीतर अछु जो माने समस्त प्रत्येक दिन युद्धर सम्मुखीन होउछु तो से दिन जेमती मोसंकर हस्त तळକୁ न खसे खुरु आ हारुण जेमती तांकर हस्त को तोଳି धरिले आज मु इच्छा करूची आपण माने आमे समस्त जो माने प्रार्थना रे अंशी अछु आमे समस्त परस्पर प्रार्थना करिबा परस्पर परिवार निमित्त प्रार्थना करिबा परस्पर पिला मान निमित्त प्रार्थना करिबा पाळक प्रचार मान निमित्त प्रार्थना करिबा क्षेत्र रे कष्ट भोगुथिबा लोक मान निमित्त प्रार्थना करिबा सुसमाचार प्रचार करिबा को जाउथिबा लोक माने प्रांत रे जाउछंती सिमान को प्रार्थना करिबा आम हस्त जेमती तळ को न खसे आम हस्त जेमती सर्वदा ऊर्ध्व को टेकी हेकी थाउ परमेश्वर को निकट रे आम सेमती समय डाक पगुथिबा आमान को पिला मान को आमान को परिवार को आमान को समाज को प्रभु आशीर्वाद करंतु सुरक्षा दियंतु ए प्रातः समय प्रभु आमान को ए आशीर्वाद करंतु एतकी कही और वक्तव्य को शेष करूँ आमेन।